ଯେମିତିକି କବାଟା ଖୋଲିବ ତା ଭିତରେ, ଯେମିତିକି ବଇଛି ଆ ଭିତରେ। ଆଚ୍ଛା, ଆଉ ଜଣେ ଲୋକ ସେ ବହୁତ ସୁନ୍ଦର ଭାବରେ ଭାଷଣ ଦେବେ, କିନ୍ତୁ ତାଙ୍କ ଭାଷଣର ବ୍ରେକ୍ ଥାଏ। ଗୋଟା ବ୍ରେକ୍ 3 କିଲୋମିଟର ପରେ ଆଉ ଗୋଟେ ସଂଳାପ କହିବେ। ମନେକର ସେ କହିବେ, ଏଠାରେ ଉପସ୍ଥିତ ସମସ୍ତ ଗୁରୁଜନ ମାନେ, ଛୋଟ ଛୋଟ ପିଲାମାନେ, ପିଲା ଦୌଡ଼ିକି ପଳେଇବେ ଏମିତି କହୁଛି, ଏବଂ ଏଠି ବସିଥିବା ମଉସା, ମଉସା କହୁଥିବ ମତେ ହତ୍ୟା କରିବ, ମାନେ ସେ ଡରେଇକି ପୁରା 10 ମିନିଟ୍ ପରେ ଆଉଟା କହୁଥିବେ। ଆଚ୍ଛା, ଆଉ କିଛି କିଛି ଲୋକ ଅଛନ୍ତି, ସିଏ ଯେତେବେଳେ କହୁଥିବେ ସେତେବେଳେ ଯାନ୍ତ୍ରିକ ତ୍ରୁଟି କିଛି ଦେଖାଯାଏ। ଆମର ଭୋଲ୍ଟେଜ ଜନିତ ବହୁତ ପ୍ରୋବ୍ଲେମ୍ ଦେଖାଯାଏ ମାଇକ୍ରୋଫୋନ୍ ବେଳେବେଳେ, ମାନେ ଇଲେକ୍ଟ୍ରୋନିକ୍ ଜିନିଷ, ଆ ଉପରେ ମାନେ ଆମେ କେହି ଗ୍ୟାରେଣ୍ଟି ଦେଇପାରିବାନି। ସେ ଭାଷଣ ଦେଉଥିବେ, ଉପସ୍ଥିତ ସମସ୍ତ ଗୁରୁଜନ ବୃନ୍ଦ ଏବଂ ଏଠାରେ କୁନି କୁନି ଏବଂ ଉପସ୍ଥିତ, ମାନେ ତାଙ୍କୁ ଅପମାନ ଲାଗିବନି, ସେ ଅନଉଥିବେ ବାରମ୍ବାର। ସିଏ ସେପଟେ ଯେଉଁ ପିଲାଟି ମେସିନ୍ ପାଖରେ ସିଏ ମୋଡ଼ାମୋଡ଼ି କରିକି ବହୁ କଷ୍ଟରେ ସେ ବିଭିନ୍ନ ପ୍ରକାର ଆବାଜ ହବଣି, ଲାଷ୍ଟକୁ ସେ କହିବେ ନମସ୍କାର, ଜୟ ଜଗନ୍ନାଥ, ମୁଁ ବିଦାୟ ନେଉଛି, ସେ ପଳେଇଯିବେ। ଆଚ୍ଛା, ଆଉ କିଛି ଲୋକ ଅଛନ୍ତି, ସିଏ ଯେତେବେଳେ କହୁଥିବେ କିଛି ଫନେଲର ପ୍ରୋବ୍ଲେମ୍ ଥାଏ, ତାଙ୍କ ଶବ୍ଦଟା ଲୋକଙ୍କ ପାଖରେ ପହଞ୍ଚି ପାରେ ନା। ସିଏ କହୁଥିବେ ଏଠାରେ କିଛି ସେ ମାନେ ତବଲା ବାଜୁଥିବ ତାଙ୍କ କଥାରେ, ମାନେ ବେଳେବେଳେ ଶବ୍ଦ ପଳାଏ। କିନ୍ତୁ ଏଇ ମାଇକ୍ରୋଫୋନ୍କୁ ବହୁତ ଲୋକ ମୁଁ ଦେଖିଛି ଡିଷ୍ଟାନ୍ସଟା ମେଣ୍ଟେନ୍ କରିପାରନ୍ତିନି, ସିଧା ଆସିବେ ବୁଲେଇ ଦେବେ। ଆରେ ଭାଇ ଉପରକୁ କର, ହଁ ଠିକ୍ ଅଛି। ତେଣୁ ଏ ମାଇକ୍ରୋଫୋନ୍କୁ ଧରିବା ବହୁତ କାଠିକର ପାଠ, କାରଣ ଏହା ହେଉଛି ମା ସରସ୍ୱତୀଙ୍କର କୃପା। ଆପଣମାନଙ୍କ ପାଖରେ ଭଏସ୍ ବା କଣ୍ଠ ଆମର ପହଞ୍ଚିବା ଛୋଟିଆ କଥା ନୁହଁ, ଏହା ହେଉଛି ବହୁତ ବଡ଼ କଥା। ତେଣୁ ଆପଣମାନଙ୍କର ଅଶେଷ ଭଲ ପାଇବା ଆଜି ଅଛି ବୋଲି ମୁଁ ଜଣେ ସାମାନ୍ୟ କଳାକାରଟିଏ ଆପଣମାନଙ୍କ ଗହଣରେ ଉପସ୍ଥିତ ହୋଇପାରିଛି। ସେଥିପାଇଁ ଏ ମାଟିକୁ ମୋର ପ୍ରଣାମ। ମୁଁ ସବୁବେଳେ